इच्छा देह त्याग कर वसुदेव कृष्ण ये जो श्लोकटी मुझे गाई केवल गोटे उदाहरण को पूर्णांग व्याधस्याचरण आ बाकी अनेक गुड़िया कथा रहा ध्रुवस्य कौमल विद्या गजेन्द्र शेखा सियाणिकी गले आम कम हो कि बेड़ पाइबू एवं भूत भगवान कृष्ण जी मजलामंत्र पुरुष जी जगत भक्ति मार्ग प्रचलन करते अद्य सभारे उद्यापन योजन अंतिम पर्याय पारे रूढ़ीभूत मन समस्त ज्ञानी गुणी विवेकी गुरुजन मान अंचलवासी मान बालापति सहयोग कर रोसे भाई मान समस्त चैनल भाई मान सर्व हाँ आज्ञा देह त्याग कर आज्ञा सब कथा प्रमाण न थाए एवं कहली ना आपंकर गणित गणित जो मैंने पढ़ुंट जानते दीटा कथा थाए ज्ञानित दीटा कथा थाए गोटे उपपाद्य आ गोटे स्वीकार्य उपपाद्य और स्वीकार्य उपपाद्य को प्रमाण करने को हुए स्वीकार्य को मानि ना हुए कहीं चोर चोरी कर जाए पुलिस न थाए किंतु पुलिस पाखे चोर पाखे पहुंच जाए केमी ना इन्वेस्टिगेशन माध्यम अनुशीलन पद्धति सब कथा कौट लिखाई न निज बुद्धि विवेक द्वारा विचार कर युक्तियुक्त कथा द्वारा आप सठिक जगह पहुंचे ଆପଣ ପହଞ୍ଚ ମନେ କର ମୋ କଥା ଭୁଲ ଆଉ ମୁଁ କଣ ଯାହା କହିଛି ମୁଁ ଇନ୍ଦ୍ର କି ମୁଁ ଇନ୍ଦ୍ର ଯାହା କହିଛି ଆପଣ ମାନିବାକୁ ବାଧ୍ୟ ହେବେ ମତେ କହନ୍ତୁ କୋଉଠି ମୃଗ କୋଉଠି ବ୍ୟାଘ୍ର କୋଉଠି ଘଂସ ଜଙ୍ଗଲ ସେ ଲୋକଟା ହେଲେ କାହିଁ ଶୋଇଲା ଆଉ କଥା କହୁନାହାନ୍ତି ସେଠି ଶୋଇବାର କାମ କଣ ଆଚ୍ଛା ଇଏ ଯାଇକି ସେଠି ଶୋଇଲା ବୋଲି ମାରିଦେବା ବ୍ୟାଘ ବଳରାମ କୁଆଡେ ଗଲେ ସିଏ କାହିଁ ନିଜ ଇଚ୍ଛାରେ ହତ୍ୟା କଲେ बड़ भाई हत्या करने निज इच्छा सान भाई रही कर वंश ध्वंस है कार्य सरला दुष्ट मैंने मले प्रमाण कौन रघुवंशन जोगेराम से चलुचीदार बहुत लोक मैंने जोग द्वारा शेष हत्या करती ये नहीं प्रमाण कर सारी कौन प्रमाण भाई बाकी सब प्रमाण सरी अधिक प्रमाण किसी आवश्यकता ना जाओ से महाप्रभु कल्याण समग्र जगत को आनंदमय कर सर्वे भवन्तु आनंदे एकबार हेलो भजा गोविंदा नंदन श्री हरि पदार बिंदा संदते जी वंदना रे भजा गोविंदा संदते भजा गोविंदा Bye.
ଆପଣ ଜାଣିଛନ୍ତି ତାକେ ସୌତ ଦ୍ୟୁତ କାରେ ତ ସତ୍ୟମ ଯାହା ପାଖରେ ସୌତ କହିଲେ ପବିତ୍ରତା ଖୋଜିବା ଭୁଲ ଦ୍ୟୁତ କାର ଆରେ ପୋଷା ଖେଳୁଥିବା ମଣିଷ ପାଖରେ ସତ୍ୟ ଧର୍ମ ମିଳେ ନା ଆପଣ ଜଣେ ଧାର୍ମିକ ବୀର ଧର୍ମବୀର କୋଉ ନ୍ୟାୟରେ ଆପଣ ଦୁର୍ଯ୍ୟୋଧନ ସାଙ୍ଗରେ ପୋଷା ଖେଳିଲେ ଯୁଧିଷ୍ଠିର ମହାରାଜ ଉତ୍ତର ଦେଲେ କଣ ଉତ୍ତର ଦେଲେ କହିଲେ ଭୀମ ମୁଁ କାହିଁକି ପୋଷା ଖେଳିଲି ଶୁଣ କହିଲେ ରାଜସୂୟ ଚତୁର ଜତୁଆ ଶ୍ଲୋକଟାକୁ ଲେଖିଛନ୍ତି ଆଜ୍ଞା ପଣ୍ଡିତ ରାଜଶେଖର ଜଣେ ବୟାକରଣ ମୁଁ ତାଙ୍କର କେତେ କଥା ଲେଖିଛି ତାଙ୍କର ମୁଁ ଲେଖିଛି ଶୁଣ ବଳଭଦ୍ର କନ୍ୟା ମହୋଦୟ ପାଲା ଗାଇଲା କେତେ କଥା ଆମେ ସବୁ ଶିଖିଛୁ ତାଙ୍କର ସେ ପ୍ରତ୍ୟକ୍ଷ ଛାତ୍ର ସିଏ ଗାଇଲା ବେଳେ ଆମେ ବି ଶିଖୁଛୁ ଆମେ ଗାଇଲା ବେଳେ ସିଏ ବି ଶିଖିଲେ ସାରା ଜଗତ ଏମିତି ସମସ୍ତେ ସମସ୍ତଙ୍କୁ ଶିଖନ୍ତୁ ଏବଂ ସାରା ଜଗତ ଜ୍ଞାନମୟ ହଉ ପାଠ ଲୁଚେଇବାଟା ଭୁଲ ସେଇଟା ରାଜସୂୟ ଚତୁର୍ଥ ଆମେ କଣ ପେଣ୍ଡାଲ ଉପରେ କୋଉ ମନୋବଳ କରୁଛନ୍ତି ଏଟା ଗୋଟେ ବଦମାସ ହେଇଯାଇଛୁ ଆରେ ଦିନ ସାରା ଇଏ ପାଲା ଆପଣଙ୍କୁ ଏ ଅଞ୍ଚଳବାସୀ ଯଦି ଗୋଟେ ପାଲା ଯୋଉଟା କରନ୍ତି ତାହେଲେ କପିଳ ହେରା ମୋର ସମ୍ପର୍କ ଯାହା ଏଟା ସେମିତି ରହିଛି ଆଉ ରହିଥିବ ରହୁ ପଡିଆ ଆମକୁ କେହି ରଡା ଯାଏସ ନାହିଁ ଆମ ଘର ସ୍ୱତନ୍ତ୍ର ଆପଣଙ୍କ ବାଳଭାରତ ନାଟକ ବୟାକରଣ ହଉଛନ୍ତି କିଏ ଆପଣଙ୍କର ପଣ୍ଡିତ ରାଜଶେଖର ବାଳଭାରତ ନାଟକରେ ସୁନ୍ଦର ଭାବରେ ଏହା ଉତ୍ତର ଦେଲେ ଯୁଧିଷ୍ଠିର କହିଲେ ରାଜସୂୟ ଚତୁର୍ଜତ୍ୱା ପାଣ୍ଡବୋ ହଂ ଯୁଧିଷ୍ଠିର ଆହୁତ ନ ନିବର୍ତ୍ତନ୍ତେ ରଣାଦପି ଦ୍ୟୁତାଦପି ଯୁଧିଷ୍ଠିର କହିଲାରେ ପ୍ରତ୍ୟେକ ମଣିଷଙ୍କର ଗୋଟେ ନିଜସ୍ୱ ଗୁଣ ଥାଏ ସେମିତି ମୋର ମଧ୍ୟ ଗୋଟେ ନିଜସ୍ୱ ପ୍ରକୃତି ଅଛି ସେ ପ୍ରକୃତି ଭୁଲ ହେଇପାରେ ବା ଠିକ ହେଇପାରେ କହିଲେ ରାଜସୂୟ ଚତୁର୍ଜତ୍ୱା ରାଜସୂୟ କ୍ରତୁ କହିଲେ ଯଜ୍ଞକୁ ଜୟ କରିଥିବା ମୁଁ ପାଣ୍ଡବ ଯୁଧିଷ୍ଠିର କାହିଁକି କଥା କହିଲେ ନା ଲକ୍ଷେରୁ ଅଧିକ ରାଜା ବଶୀଭୂତ ନହେଲେ ଲକ୍ଷେ ରାଜାଙ୍କୁ ଯୁଦ୍ଧରେ ଜୟ ନ କଲେ ରାଜସୂୟ ଯଜ୍ଞ ହେଇପାରିବ ତେଣୁ ଲକ୍ଷେ ରାଜାଙ୍କୁ ଯୁଦ୍ଧରେ ଜୟ କରିଛନ୍ତି ଲକ୍ଷେ ରାଜା ସମ୍ରାଟ ବୋଲି ମାନିଛନ୍ତି ଯୁଧିଷ୍ଠିରଙ୍କୁ ରାଜସୂୟ ଯଜ୍ଞ ପୂର୍ଣ୍ଣ କରିଛି ଯୁଧିଷ୍ଠିର ସେଇ କଥା କହିଲେ କହିଲେ ରାଜସୂୟ ଯଜ୍ଞକୁ ଜୟ କରିଥିବା ମୁଁ ଯୁଧିଷ୍ଠିର ମୋର ଗୋଟେ ନିୟମ ଆହୁତ ନ ନିବର୍ତ୍ତନ୍ତେ ଯଦି ମତେ କିଏ ଆହ୍ୱାନ କରିଦେବା କିଏ ଚ୍ୟାଲେଞ୍ଜ ଦେଇଦେବା ନ ନିବର୍ତ୍ତନ୍ତେ ମୁଁ ଆଉ ପଛକୁ ଫେରେନି କୋଉଥିରୁ ନା ରଣାଦପି ଦ୍ୟୁତାଦପି ଯୁଧିଷ୍ଠିର କହିଲେ ମୁଁ ଯୁଦ୍ଧରେ ଏତେ ଟାଣୁଆ ନୁହଁ ମୁଁ ଦୁର୍ବଳ ଯଦି ମୋଠୁ ଜଣେ ବଳଶାଳୀ ବ୍ୟକ୍ତି ମତେ ଯୁଦ୍ଧ କରିବା ପାଇଁ ଆହ୍ୱାନ କରେ ମୁଁ ଜାଣିବି ଯେ ତା ସାଙ୍ଗରେ ଯୁଦ୍ଧ କଲେ ମୁଁ ମରିବି କିନ୍ତୁ ମରଣ ଭୟରେ ଯୁଦ୍ଧରୁ ପଶ୍ଚାତପଦ ହେବି ଯୁଦ୍ଧ ଯୋଗ ଦେବି ଏ କଥାଟା ଯେମିତି ପଶା ଖେଳ ମଧ୍ୟ ସେମିତି ଯୋଉ ପଶା ଖେଳ ହୁଏ ସେଥିରେ ଧନବାଦୀ ରଖା ହୁଏ ଯଦି ମୁଁ ମନା କରିଥାନ୍ତି ସାରା ଜଗତ କହିଛନ୍ତି କିଛି ହରେଇବା ଭୟରେ ଧନଲୋଭୀ ଯୁଧିଷ୍ଠିର ପଶା ଖେଳିବାର ଆହ୍ୱାନକୁ ଛାଡ଼ିଦେଲେ ତେଣୁ ଏଭଳି ଅପମାନକୁ ମୁଁ ସହିପାରିନଥାନ୍ତି ତେଣୁ ମୋର କୌଣସି ଧନ ପ୍ରତି ଲାଳସା ନାହିଁ ମତେ ଯେତେବେଳେ ଦୁର୍ଯ୍ୟୋଧନ ଆହ୍ୱାନ କଲା ମୁଁ ତା ଆହ୍ୱାନକୁ ରକ୍ଷା କଲି ପରିଣାମ ଯାହା ହଉ ପଛେ ମୁଁ ଦ୍ୟୁତ କ୍ରୀଡ଼ା ପୋଷା ଖେଳରେ ଲାଗିଲି ଯାହା ହଉ ପୋଷା ଖେଳରେ ଆଜ୍ଞା ଦିଥର ପୋଷା ଖେଳ ପୋଷା ଖେଳ ଥରେ ହେଇନି ଦିଥର ମହାଭାରତରେ ପୋଷା ଖେଳ ଦିଥର କେମିତି ହେବା ନା ପ୍ରଥମ ପୋଷା ଖେଳରେ ସବୁ ଯାକ ସମ୍ପତ୍ତି ହରାଇଲେ ଯୁଧିଷ୍ଠିର ନିଜ ସ୍ତ୍ରୀ କି ବାଜିରେ ରଖିଲେ ଦ୍ରୌପଦୀ ରହିଲା ବାଜି ସେଥିରେ ମଧ୍ୟ ହାରିଲେ କାହିଁକି ନା ଶକୁନି ହାତରେ ଅଛି ଅଦ୍ଭୁତ ପୋଷାକଟି ବାପା ହାଡରେ ତିଆରି ଯାହା ଇଚ୍ଛା କରୁଛି ଇଚ୍ଛା ଅନୁସାରେ ଦାନ କରୁଛି ଯୁଧିଷ୍ଠିର ପୋଷା ଖେଳ କୌଶଳରେ ଖେଳୁଛନ୍ତି ଗୋଟେ ପଟେ ଯାଦୁ ବିଦ୍ୟା କାଠି ଗୋଟେ ପଟେ ଦାୟିତ୍ୱ କାଠି
ତେଣୁ ୟାର କପଟ ପାଶା ନୁହଁ ପଶା ଲୋକ କହୁଛନ୍ତି ସେଇଟା କପଟ ପଶା ଭ୍ରଂଶ ହେଇକି କପଟ ପାଶା କିଏ କହିଲେନି ତାର କପଟ କଥା ଇଏ ବୁଝି ଏଇଠି ଗୋଟେ କଥା କହିକି ପଡିଥିଲା ଗୋଟେ ପ୍ରଶ୍ନ ଆସିଲା ଏଇଆ ଯେ ଧର୍ମାତ୍ମା ଯୁଧିଷ୍ଠିର ଯିଏ କେବେ ତାଙ୍କ ଜୀବନରେ ମିଛ କହିନାହାନ୍ତି ଯେତେବେଳେ ରାଜା ବିରାଟ ପଚାରିଲେ ଯେ ପଶ୍ଚିମ ତୁମେ କିଏ ସେ ଉତ୍ତର ଦେଲା ଅହମ୍ କଙ୍କ ତମ ନାଁ କଣ ବୋଲି ପଚାରି ନାହାନ୍ତି ତୁମେ କିଏ ପ୍ରଥମ ପ୍ରଶ୍ନ ତୁମେ କିଏ ଉତ୍ତର ମିଳିଲା ଅହମ୍ କଙ୍କ ଶବ୍ଦର ଅର୍ଥ କଣ ମୋର ବଡ଼ ଭାଇ ଆପଣ ବୁଝେଇ ଦେଇକି ଗଲେ କଣ କହିଲେ ବ୍ରାହ୍ମଣ ଓମ୍ କହିଲେ ନାହିଁ ପୁଣି କଣ କହିଲେ ବ୍ରାହ୍ମଣ ମୁଁ ବ୍ରାହ୍ମଣ ପୁଣି ବ୍ରାହ୍ମଣ ନୁହଁ ଆଚ୍ଛା ଏମିତି ଉତ୍ତର ଦେଲେ କୌଣସି ରାଜା ଛତ୍ର ଦେଖିଲେ ହେବନି କେହି ରାଜା ଆଶ୍ରୟ ଦେବେ କି ଅନ୍ୟ ପୁରସ୍କାରଟା କରିକି ନା ଆଜ୍ଞା ନାଇଁ 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 ତା ଭିତରୁ ଗୋଟେ ଦଳ ବି କରିଛି ହଉ ହରଣ କରି ତୁ କେଶର ଫଳ ପ୍ରଭାବ ମହାପ୍ରଭୁ ନାରାୟଣ ଦୟା କଲେ ଆମର ଲୀଳାବତୀ ବ୍ରହ୍ମଦୟା ହେଲେ ବଡ଼ରାଣୀ ଫଳବତୀ କହି ନ ପାରିବା କୋଉ ସମୟରେ ସାଧାରଣୀ ମାରିବ ଭାବିବା ସେ ଉପାୟ କଲେ ରକ୍ଷା କଲେ ନାରାୟଣ ଦଶମାସ 10 ଦିନ ହୋଇଲା ସମ୍ପୂର୍ଣ୍ଣ ସାଧାରଣୀ ଲୀଳାବତୀ ପୁତ୍ର କଥ ଦିଲା ବଡ଼ରାଣୀ ଫଳବତୀ ବୁହାଇ ନ ନେଲା ଆନ୍ଦିରେ ବୁହାଇ ଦେଲା ନଦୀରେ ଭସାଇ ସମୁଦ୍ର ପଡ଼ିଲା ପୁତ୍ର ଭାସି ଭାସି ଯାଇ ସମୁଦ୍ର ଗର୍ଭରେ ରାଘବ ମିନ ରହିଥିଲା ଆଜି ସହ ପୁତ୍ର ପୂଜା ରାଘବ ମିଳିଲା ସମୁଦ୍ର ଗର୍ଭରେ ରାଘବ କିଣିଲ ରାଘବ ଗର୍ଭରୁ ସେ ପୁତ୍ରକୁ ଧାରିଲେ ରାଜା ପାଶେ ହାରି କରିଦେଲେ ହେରାଚନ୍ଦ୍ର ବୋଲି ତାର ନାମକୁ ମିଳିଲେ ରାଜଚକ୍ରବର୍ତ୍ତୀ ଦେଉ ହରିଆ କୁମର ସମସ୍ତଙ୍କୁ ଦୟାକୁ ଦିଏ ବହୁ ତତ୍ପର ହେରାଚନ୍ଦ୍ର ପାର୍ବତୀ ହରିଆ ହଁ ଜଗନ୍ନାଥ ନମସ୍କାର ହଉ ବୋଲ ହରି ହେ